କ'ଣ ଏଇ ଜଳଖିଆ ଫଳିଖିଆ ହେବନି କି ଜଳଖିଆ ଏମିତି କରୁଛ କେତେ ଡେରି? ଆଜି ଗୋଟେ ସ୍ପେଶାଲ ଜଳଖିଆ କରୁଛି ତାକୁ ଖାଇକି କହିବ। ହଁ ସ୍ପେଶାଲ ଜଳଖିଆ କର। ଏ କ'ଣ ହେଉଛି କ'ଣ? ଏଇଟା ଆଜି ତୁମ ପାଇଁ କି ହଉଛି ଆଳୁ ମେଥି ପରଟା। ଆଳୁ ମେଥି ପରଟା କେମିତି କ'ଣ କରୁଛ? ଅଟା ନେଇଗଲି, କିଛି ବେସନ ପକେଇଦବା, ସ୍ୱାଦ ଆମର ଟିକେ ଯେତିକି ଅଟା ଚକଟାରେ ଲୁଣ ପକାଉ, ଲୁଣ ପକେଇଦେଲେ ତାପରେ ତେଲ ପକେଇଦବା, ତାକୁ ଟିକେ ଗୋଳେଇ ଦେଲି। ଇଏ ହେଲା ମେଥି କାଟିକି ରଖିଛି, ମେଥି ଶାଗ ଯେଉଁ ଆମର, ତାକୁ ପକେଇକି ଆମେ କ'ଣ କରିବା ନା ଆକୁ ଚକଟି ଦେବା। ବର୍ତ୍ତମାନ ଚକଟା ହେଇଗଲା। ବର୍ତ୍ତମାନ ତାପରେ ଆମେ ଟିକେ ତେଲ ଲଗେଇ ଦେଇକି ଆକୁ ଢାଙ୍କିକି 15 ମିନିଟ୍ ପାଇଁକି ମୁଁ ରଖିଦେଲି। ଆଚ୍ଛା। ସିଝା ଆଳୁ, କିଛି ପିଆଜ, କିଛି ଧନିଆ ପତ୍ର, କଞ୍ଚା ଲଙ୍କା, କିଛି ଚାଟ୍ ମସଲା, ଲଙ୍କା ଗୁଣ୍ଡ, ରାଗ ଯିଏ ଯଦି ଅଧିକା ଖାଉଥିବ ତାହେଲେ ଲଙ୍କା ଅଧିକା ପକାଇବେ, ଆଉ ସ୍ୱାଦ ଅନୁସାରେ ଲୁଣ। ତାପରେ ଆମେ ତାକୁ ଚକଟି ଦେବା, ତା ଦେହରେ କିଛି ଜିରା ଲଙ୍କା ଗୁଣ୍ଡ ପକାଇକି ମଧ୍ୟ ଚକଟିକି ରଖିଦେବା। ବର୍ତ୍ତମାନ ଯେଉଁ ଅଟା ଚକଟା ରଖିଥିଲେ ତାକୁ ବେଲି ଦେବା, ମଝିରେ ଆମ ଆଳୁ ପୁରଟାକୁ ଦେଇଦେବା। ଆଳୁ ପୁରଟାକୁ ମଝିରେ ଦେଇଦେଇକି ତାକୁ ଚାରିକୁଣିଆ କରିକି ପରଟାକୁ ଆମେ ଭାଙ୍ଗିଦେବା। ପରଟା ଭାଙ୍ଗି ଦେଲା ପରେ ତାକୁ ଆମେ କ'ଣ କରିବା ନା ବେଲି ଦେବା। ଆମର ଚକଟାଟା ଚାରିକୁଣିଆ ପରଟା କରିଲେ ତାପରେ ଆମେ ତାୱାରେ ପକାଇବା। ଏଇଟାକୁ ସିମ୍ ଆଞ୍ଚରେ କରିବା, ଯେହେତୁ ଆମେ ମୋଟା କରି ବେଲିଛେ। ତାକୁ ସେ ଓଲଟି ଗଲା ପରେ ତାପରେ ଆମେ ଟିକେ ତେଲ ଲଗାଇଦେବା। ତେଲ ଦେଇକି ତାକୁ ସିମ୍ରେ ସେକୁଥିବା, ଯେମିତି ଭଲ ଭାବରେ ସେକିବ। ଏବେ ସେ ରେଡ଼ି ହେଇଗଲା ଆମ ପରଟା, ଚାଲନ୍ତୁ ଜେଜେଙ୍କୁ ଦେବା। ଆଜି ସକାଳୁ ସକାଳୁ ଆଳୁ ମେଥି ପରଟା ତା ସାଙ୍ଗରେ ଶସ କରିକି ଆଣିକି ମୋ ପାଇଁ 2 ପ୍ରକାର ଶସ, 2 ପ୍ରକାର ଶସ କରିଛନ୍ତି, ଆଳୁ ମେଥି ପରଟା କରିଛନ୍ତି। ଥୋଇଦେଲେ ଆଣିକି ଦେଖିଆ ଖାଇକି କହିବା କେମିତି ହେଇଛି ଆଉ। ତାତିଛି, ସାଙ୍ଗେ ସାଙ୍ଗେ ଆଇଲା ତ। ଏଇଟା ଗରମ ଗରମ ଖାଇବା କଥା ଟିକେ ଆଉ। ଆଚ୍ଛା ଆଚ୍ଛା, ଖାଉଛି ଦେଖିଆ। ଏଇଟା କି ଶସ? ଏଇଟା ସେଜୱାନ ଚଟନି। ସେଜୱାନ ଚଟନି। ଚଟନି ମାନେ ଶସ ନୁହେଁ, ଏ ଶସ ତ ଆଉ। କ'ଣ ଠିକ୍ ଠାକ୍ ଲାଗୁଛି ତ? ରୁହ, ମୁଁ ଖାଇବାଟା ଟିକେ ଫିଲ୍ କରେ, ମାନେ ସ୍ୱାଦଟାକୁ ଫିଲ୍ କରିକି ତୁମମାନଙ୍କୁ କହିବି ନା, କେମିତି ମନ କହିଦେବି ନା କ'ଣ? ତାତିଛି ଭାରି ଜୋରେ। ଗରମ ଗରମ ହେଇକି ଗରମ ଗରମ ଖାଇଲେ ହିଁ ଭଲ ଲାଗିବ, ଥଣ୍ଡା ହେଇଗଲେ ଏଇଟା ଭଲ ଲାଗିବନି। ଯାଅ ସକାଳୁ ସକାଳୁ ତମେ ସ୍ୱାଦ ନେଇକି କହିବ ତାହେଲେ। ହଁ, ସ୍ୱାଦଟାକୁ ନେବି ନା, ଫିଲ୍ କରିବି, ନେବି, ତାପରେ ଯାଇ କହିବି ନା ଆଉ ନା। ମୁଁ କରିଛି, ମୁଁ ଟିକେ ଆନ୍ସିୟସ୍ ହେଇକି ଅନେଇଛି କେମିତି ଲାଗୁଛି କହିବ। କହୁଛି ଓ ଫାର୍ଷ୍ଟ କ୍ଲାସ୍, ଫାର୍ଷ୍ଟ କ୍ଲାସ୍।